ପରମେଶ୍ୱର କିଏ? ଏହା ଏକ ବହୁତ ଉତ୍ତମ ପ୍ରଶ୍ନ। ଏହି ପ୍ରଶ୍ନ ପାଇଁ ବିଭିନ୍ନ ଉତ୍ତର ଅଛି। କିଛି ଲୋକମାନେ କୁହନ୍ତି ଈଶ୍ୱର ବୋଲି କେହି ନାହାନ୍ତି। ଏହି ପ୍ରଶ୍ନକୁ ଆପଣଙ୍କ ଉତ୍ତର ଏହା ସ୍ଥିର କରିବ ଯେ ଆପଣ ଅନ୍ୟ ଲୋକମାନଙ୍କୁ କିପରି ବ୍ୟବହାର ଦେଖାଇବେ ଏବଂ ଆପଣ ଅନନ୍ତକାଳ କେଉଁଠାରେ ଅତିବାହିତ କରିବେ। ପରମେଶ୍ୱର କିଏ ବିଷୟରେ ଆମର ବିଶ୍ୱାସ ମଧ୍ୟ ଏହା ସ୍ଥିର କରିବ ଯେ ଆମେ ଈଶ୍ୱରଙ୍କୁ ପୂଜା କରିବା ନା ନିଜକୁ ପୂଜା କରିବା। ଯଦି ଆମେ ଈଶ୍ୱରଙ୍କୁ ପ୍ରେମ କରିବା ତେବେ ଆମେ ଲୋକମାନଙ୍କୁ ପ୍ରେମ କରିବା। ଏହି ଜଗତରେ ଆମର ତିନିଗୋଟି ମୁଖ୍ୟ ଧର୍ମ ରହିଛି। ସେଗୁଡ଼ିକ ପରସ୍ପର ପ୍ରତି ବିପରୀତ ଅଟନ୍ତି। ସେଥିପାଇଁ ସେଗୁଡ଼ିକ ସମସ୍ତ ସତ୍ୟ ହୋଇନପାରନ୍ତି। ମୋତେ ବିସ୍ତୃତ ଭାବରେ ବର୍ଣ୍ଣନା କରିବାକୁ ଦିଅନ୍ତୁ। ଖ୍ରୀଷ୍ଟଧର୍ମ କୁହେ ଯେ ମନୁଷ୍ୟ ପାଇଁ ଈଶ୍ୱର ମୃତ୍ୟୁବରଣ କଲେ। ମୁସଲିମ ଧର୍ମ କୁହେ ଯେ ଈଶ୍ୱରଙ୍କ ପାଇଁ ମନୁଷ୍ୟ ନିଶ୍ଚିତ ମୃତ୍ୟୁବରଣ କରିବା ଦରକାର। ହିନ୍ଦୁ ଧର୍ମ କୁହେ ଯେ ଈଶ୍ୱର ହେଉଛନ୍ତି ସିଏ ଯାହାଙ୍କୁ ତୁମ ମନରେ ରଖିବାକୁ ପଡ଼ିବ। ଖ୍ରୀଷ୍ଟଧର୍ମ କୁହେ ଯେ ଈଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ। ମୁସଲିମ ଧର୍ମ ଆତ୍ମପୂଜନ, ହିନ୍ଦୁ ଧର୍ମ ଆତ୍ମପୂଜନ, ଖ୍ରୀଷ୍ଟ ଧର୍ମ ଈଶ୍ୱରଙ୍କ ଅନୁଗ୍ରହ। ଆତ୍ମପୂଜନ ହେଉଛି ଆପଣ ଈଶ୍ୱରଙ୍କ ପାଇଁ ତାହା କରିବାକୁ ଚେଷ୍ଟା କରୁଛନ୍ତି ଯାହା ଈଶ୍ୱର ଆପଣଙ୍କ ପାଇଁ ପୂର୍ବରୁ କରିସାରିଛନ୍ତି। ଅନୁଗ୍ରହ ହେଉଛି ତାହା ଯାହା ଆପଣ ନିଜେ କେବେହେଲେ କରିପାରିବେ ନାହିଁ। ଅନୁଗ୍ରହ ଦ୍ୱାରା ଆପଣ ବିଶ୍ୱାସରେ ଉଦ୍ଧାର ପ୍ରାପ୍ତ ହେବେ, ଆଉ ତାହା ଆପଣ ନିଜେ କରିପାରିବେ ନାହିଁ। ଏଫେସୀୟ 2:8 ଦେଖନ୍ତୁ। ଆମେ ସମସ୍ତେ ଭୁଲ କରୁ। ଯୀଶୁଖ୍ରୀଷ୍ଟଙ୍କୁ ପ୍ରତ୍ୟାଖ୍ୟାନ କରିବା ମୋର ମସ୍ତ ବଡ଼ ଭୁଲ ଥିଲା। ଯୀଶୁଖ୍ରୀଷ୍ଟଙ୍କୁ ମୋର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବା ହେଉଛି ମୋର ସର୍ବୋତ୍ତମ ନିଷ୍ପତ୍ତି। ଯୀଶୁ ପିତରଙ୍କୁ ପଚାରିଥିଲେ, ମୁଁ କିଏ ବୋଲି ତୁମେ କହୁଛ? ଯୀଶୁଖ୍ରୀଷ୍ଟ କିଏ ବୋଲି ଆପଣ କହୁଛନ୍ତି? ମାଥ୍ୟୁ 16:16 ଦେଖନ୍ତୁ। ଆପଣଙ୍କ ଜୀବନର ସବୁଠାରୁ ମହତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆପଣ କିପରି ଭାବରେ ଦେଉଛନ୍ତି ତାହା ଆପଣଙ୍କର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ନିର୍ଦ୍ଧାରଣ କରିବ। ସେ କିଏ ବୋଲି ଆପଣ କହୁଛନ୍ତି?